ମିକାଟୁ ଗୋରି କାଉ ବହୁତ ଦିନ ପରେ ଗୋଟେ ଅଣ୍ଡା ଦେଇଥିଲା ଆଉ ସେ ବହୁତ ଖୁସି ଥିଲା। ଏମିତିରେ କାଳୁ କାଉ ଆଉ ଗୋରି କାଉ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥାଏ। ହେଲେ ଆଜି ଏତେ ବଡ଼ ଖୁସି ଦିନ ଆସିବାରୁ ସେମାନେ ନିଜ ମଧ୍ୟରେ ଝଗଡ଼ା ନକରି ବହୁତ ପ୍ୟାର ଭରା କଥା ହେଉଥିଲେ। କାଳୁ, ମୁଁ ଚାହୁଁଛି ମୋ ଅଣ୍ଡାର ଯେଉଁ ଛୋଟ କାଉଟି ହେବ ସେ ବହୁତ ଭଲ ପକ୍ଷୀ ହେଉ। ଗୋରି, ପୁଅ କାଉ ହେଉ ବା ଝିଅ କାଉ, ସେ ତ ଆମ ରକ୍ତର ହେବ। ଆମେ ତାର ବହୁତ ଯତ୍ନ ନେବା ଦରକାର। ଆଉ ତମେ ବି ନିଜକୁ ବଦଳାଅ, ନହେଲେ ଆମ ଏ ଅଣ୍ଡାରୁ ବାହାରୁଥିବା ପିଲା ନହେଲେ ତମ ଭଳିଆ ହୋଇଯିବ। କାଳୁ, ଯାହା କହିବାର ଅଛି କହିଦିଅ। ଆଜି ତୁମକୁ ପୁରା ଆଜାଦି ମିଳିଛି। ମୁଁ ତ ଆଜି ଟୋଟାଲି ତମ ସହ ଝଗଡ଼ା କରିବାର ମୋଡ଼ରେ ନାହିଁ, କାରଣ ମୋର ତ ଗୋଟିଏ ଛୋଟ ପ୍ୟାରା କାଉଟେ ମୋ ଅଣ୍ଡାରୁ ଜନ୍ମ ନେବାର ଅଛି। ଗୋରି, ତମେ ଏବେ ଏ ଅଣ୍ଡାର ଭଲ ଭାବରେ ଯତ୍ନ ନେବ। ଆଉ ତାପରେ କାଳୁ କାଉ ଗୋରି ପାଇଁ ଖାଦ୍ୟ ଖୋଜିବା ପାଇଁ ବାହାରିଯାଏ। କାଳୁ କାଉ ଖାଦ୍ୟ ଖୋଜି ଖୋଜି ନଦୀ ଆଡ଼କୁ ଯାଏ ଭାରି, ହେଲେ ତାକୁ କେଉଁଠାରେ ବି ଖାଦ୍ୟ ମିଳେ ନାହିଁ। ସେ ଥକି ଯାଇ ଗୋଟେ ଗଛ ଉପରେ ବସି ପଡ଼େ। ଆଉ ସେହି ସମୟରେ ରାନୁ ଆଉ ମିନୁ ଚଢ଼େଇ ସେଠାକୁ ଆସନ୍ତି। ଆରେ କାଳୁ ଭାଇ, ଏମିତି ମନ ଦୁଃଖରେ କାହିଁକି ବସିଛ? କଣ ସତ କଥା କହିବି? କାଳୁ ଭାଇ, ଆମକୁ ସବୁବେଳେ ସତ କହିବା ଦରକାର। କେତେବେଳେ ମଜାକରେ ବି ମିଛ କହିବା କଥା ନୁହେଁ, କାରଣ ଗୋଟିଏ ମିଛ କହିକି ତାକୁ ଲୁଚେଇବା ପାଇଁ ଆହୁରି ହଜାର ହଜାର ମିଛ କଥା କହିବାକୁ ପଡ଼ିଥାଏ। ରାନୁ ଚଢ଼େଇ, ଆଜି ଗୋରି ଅଣ୍ଡା ଦେଇଛି। ଆରେ କାଳୁ ଭାଇ, ଏ ତ ବହୁତ ଖୁସିର କଥା। ହେଲେ ତମେ ଦୁଃଖୀ କାହିଁକି ହେଉଛ? ହଁ କାଳୁ ଭାଇ, ଏ ତ ବହୁତ ଖୁସିର କଥା। ଏବେ ତ ଆମକୁ ତମେ ପାଟି ଦେବା ଦରକାର। ନାଇଁ, ମୁଁ ଏଥିପାଇଁ ଦୁଃଖୀ ନୁହେଁ। ମୁଁ ଏବେ ଚୋରି କରିବା ବନ୍ଦ କରିଦେଇଛି, କାରଣ ମୁଁ ଚାହୁଁନି ମୋ ପରପିଢ଼ି ମୋ ଠାରୁ ଚୋରି ଶିଖି ଚୋର ହୁଅନ୍ତୁ ବୋଲି। କାଳୁ ଭାଇ, ଇଏ ତ ବହୁତ ଖୁସିର କଥା, ହେଲେ ଏଥିରେ ବି ଦୁଃଖୀ ହେବାର କିଛି ନାହିଁ। ଏଥିରେ ତ ତମଠାରୁ ଆମେ ପକ୍ଷୀମାନେ ଅଧିକ ଖୁସି ହେବୁ, କାରଣ ଏବେ ତ ଆମ ଖାଦ୍ୟ ଆଉ ଚୋରି ହେବ ନାହିଁ। ଆରେ ମିନୁ, ମୁଁ ତ କେବେ କାମ କରିନାହିଁ କି ଖାଦ୍ୟ ବି ଖୋଜି ନାହିଁ। ଆଉ ଏବେ ମୁଁ ଖରାବେଳୁ ଖାଦ୍ୟ ଖୋଜୁଛି, ହେଲେ ମୋତେ କେଉଁଠି ବି ଖାଦ୍ୟ ମିଳୁନାହିଁ। ମୁଁ ବୁଝିଗଲି ତମର ଅସୁବିଧା। ମୁଁ ତମକୁ ସାହାଯ୍ୟ କରିବି ଖାଦ୍ୟ ଖୋଜିବାରେ। କାଳୁ ଭାଇ, ପ୍ରଥମ କଥା ହେଲା, ଖାଦ୍ୟ ଖୋଜିବା ପାଇଁ ଖରାବେଳକୁ ନୁହେଁ, ପାହାନ୍ତାରୁ ବାହାରିବାକୁ ପଡ଼େ। ଯେଉଁ ପକ୍ଷୀ ଯେତେ ସକାଳୁ ଉଠେ ଆଉ ଖାଦ୍ୟ ଅନ୍ୱେଷଣରେ ଯାଏ, ତାକୁ ସେତେ ଅଧିକ ଭୋଜନ ମିଳିଥାଏ। ଆରେ ରାନୁ, ମୋତେ ଏସବୁ କଥା ଜଣା ନଥିଲା। ଏବେ ମୁଁ କାଲିଠୁ ପାହାନ୍ତାରୁ ଖାଦ୍ୟ ଖୋଜିବାକୁ ବାହାରି ପଡ଼ିବି। ମୋ ପାଖରେ ଖାଦ୍ୟ ଅଛି। ତମେ କାଉ ଭାଇ ମୋ ପାଖରୁ କିଛି ଖାଦ୍ୟ ନେଇଯିବ। ତମେ ଆଉ ଗୋରି ଭଉଣୀ ଆଜି ଖାଇଦେବ। ଆଉ କାଲି ମୁଁ ଖାଦ୍ୟ ଖୋଜିବା ପାଇଁ ଯିବା ସମୟରେ ତମକୁ ସାଥିରେ ନେଇଯିବି। ରାନୁ ଚଢ଼େଇ, ତମେ ସବୁବେଳେ ଅନ୍ୟର ସାହାଯ୍ୟ କରୁଛ। ତମକୁ ବହୁତ ବହୁତ ଧନ୍ୟବାଦ। କାଲି ତମେ ତମ ସାଙ୍ଗରେ ମୋତେ ଖାଦ୍ୟ ଆଣିବାକୁ ନେଇଯିବ। ହେଲେ ତମେ ସକାଳୁ ଉଠି ପଡ଼ିବ, ନହେଲେ ତମ ପାଇଁ ମୋର ବି ଡେରି ହୋଇଯିବ। ଏମିତିରେ ସନ୍ଧ୍ୟା ହୋଇଯାଏ ଆଉ ସେସବୁ ପକ୍ଷୀ ନିଜ ନିଜ ଘରକୁ ପଳାଇ ଯାଆନ୍ତି। ଆରେ କାଳୁଜୀ, ଆଜି ତମେ ଘରକୁ ଫେରିବାକୁ ବହୁତ ବିଳମ୍ବ କରିଦେଲ। ଗୋରି, ମୋତେ ତ ଖାଦ୍ୟ ମିଳୁନଥିଲା। ରାନୁ ଚଢ଼େଇ ଏ ଖାଦ୍ୟ ଦେଇଛି, ଆଉ ସେ ମୋତେ କହିଛି ଖାଦ୍ୟ ଖୋଜିବା ପାଇଁ ଭୋରରୁ ଯିବାକୁ ପଡ଼େ, ଖରାବେଳେ ନୁହେଁ। ଏବେ ମୁଁ କାଲି ଭୋରରୁ ଚଢ଼େଇ ସହ ଖାଦ୍ୟ ଖୋଜିବା ପାଇଁ ବାହାରି ଯିବି। ଏମିତିରେ ରାତି ହୋଇଯାଏ ଆଉ ଗୋରି କାଳୁ ଖାଦ୍ୟ ଖାଇ ଶୋଇପଡ଼ନ୍ତି। ସକାଳ ହେଉ ହେଉ ରାନୁ ଚଢ଼େଇ ଉଠି ପଡ଼େ। ମତେ ଖାଦ୍ୟ ପାଇଁ ବାହାରି ପଡ଼ିବା ଦରକାର, କାରଣ ଆଜି କାଉ ଭାଇଙ୍କୁ ବି ସାଙ୍ଗରେ ନେଇକି ଯିବାର ଅଛି। ତାପରେ ସେ କାଳୁର ଘର ଆଡ଼କୁ ଯାଏ। କାଳୁ ଭାଇ, ଉଠି ପଡ଼, ଜଲ୍ଦି ଜଲ୍ଦି ଉଠି ପଡ଼। ତାପରେ କାଳୁ ଜଲ୍ଦି ଜଲ୍ଦି ଉଠି ପଡ଼େ। ହଁ ହଁ, ମୁଁ ରେଡି ଅଛି। ଆରେ ରାନୁ, ଏ ପୁରୁଣା ଅଭ୍ୟାସ ଧୀରେ ଧୀରେ କରି ବଦଳିଯିବ। ମୁଁ ନିଜକୁ ନିଶ୍ଚିନ୍ତ ସୁଧାରି ଦେବି। ଆଉ ତାପରେ ସେମାନେ ଖାଦ୍ୟ ଖୋଜିବା ପାଇଁ ବାହାରି ପଡ଼ନ୍ତି। କିଛି ବାଟ ଯାଇ ସେମାନେ ଅଟକି ଯାଆନ୍ତି। କାଳୁ ଭାଇ, ଏଠାରେ କେଉଁଠାରେ ତ ଖାଦ୍ୟ ଦେଖାଯାଉ ନାହିଁ। ହେଲେ ତମେ ବ୍ୟସ୍ତ ହୁଅ ନାହିଁ। ଆମେ ପକ୍ଷୀମାନଙ୍କୁ ବେଳେ ବେଳେ ଖାଦ୍ୟ ଅନ୍ୱେଷଣରେ ଦୂରକୁ ବି ଯିବାକୁ ପଡୁଥାଏ।
ତମେ ନିଜର ଇଚ୍ଛା ଦୃଢ ରଖିବାର ଅଛି କି ତମେ କେବେ ବି ହେଲେ ଚୋରି କରିବ ନାହିଁ। ଆରେ ରାନୁ, ମୁଁ ତ ନିଷ୍ପତ୍ତି ନେଇସାରିଛି କି ମୁଁ ଆଉ କେବେ ବି ଚୋରି କରିବି ନାହିଁ। କାଉ ଭାଇ, ତମେ ଏଠାରେ ବସିଥାଅ। ମୁଁ ଅନ୍ୟ ଦିଗରୁ ଖାଦ୍ୟ ଦେଖିକି ଆସୁଛି। ଯଦି ସେଠାରେ କିଛି ଥିବ ତେବେ ମୁଁ ତୁମକୁ ନେଇଯିବି। ଆଉ ତାପରେ ଚଢ଼େଇ ସେଠାରୁ ଚାଲିଯାଏ। ରାନ ଚଢ଼େଇ ସେଠାରୁ ଯିବାର କିଛି ସମୟ ପରେ ଜୋରରେ ବର୍ଷା ଆସେ ଭାରି। ଆଉ ସେ ପାଖରେ ଥିବା ଗଛରେ ଗୋଟେ କରଡ଼ ଥିଲା। କାଳୁ କାଉ ସେଠାରେ ଯାଇ ଲୁଚି ପଡ଼େ। ସେହି ସମୟରେ କାଳୁ କାଉର ନଜର ପାଖରେ ଥିବା ଗଛ ଉପରେ ପଡ଼େ। ସେଠାରେ ଗୋଟିଏ ପକ୍ଷୀର ଛୁଆ ନିଜ ବସାରୁ ତଳକୁ ଖସି ପଡ଼ିଥାଏ। କାଉ ତ ଭଲ କାମ କରିବା ଆରମ୍ଭ କରିଦେଇଥାଏ। ତାକୁ ସେଥିପାଇଁ ବହୁତ ଖୁସି ଲାଗେ ଯେ ତାକୁ ଗୋଟେ ଭଲ କାମ କରିବାକୁ ଆଜି ସୁଯୋଗ ମିଳିଯାଇଛି। ଆଉ କାଉ ଜଲ୍ଦି ଜଲ୍ଦି ବର୍ଷାକୁ ଖାତିର ନ କରି ସେ ଛୋଟ ଛୁଆ ପକ୍ଷୀଟିକୁ ତଳୁ ଉଠାଇ ନିଜ ବସାରେ ରଖିଦିଏ। ସତରେ ଭଲ କାମ କଲେ ମନକୁ କେତେ ଶାନ୍ତି ମିଳୁଛି। ଆଉ ତାପରେ କାଳୁ ଯେତେବେଳେ ପୁଣି ଥରେ ସେ ଗଛ କୋରଡ଼ ପାଖକୁ ଯାଏ, ସେ ଆଶ୍ଚର୍ଯ୍ୟ ହୋଇଯାଏ କି ସେଠାରେ ଗଛ ତଳେ ବହୁତ ସାରା ଧାନର ଦାନା ପଡ଼ିଛି, ଯେଉଁ ସବୁ ଆଗରୁ ସେଠାରେ ନଥିଲା। କାଉ ବହୁତ ଆଶ୍ଚର୍ଯ୍ୟ ହୋଇଯାଉଥିଲା। ସେହି ସମୟରେ ରାନ ଚଢ଼େଇ ଆସି ପହଞ୍ଚେ। କାଳୁ ଭାଇ, ମୁଁ ତ ଗୋଟେ ଗଛ ଡାଳ ତଳେ ବସି ପଡ଼ିଥିଲି। ବର୍ଷା ତ ବହୁତ ଜୋରରେ ହେଉଥିଲା। କାଳୁ ଭାଇ, ଆଜି ସେ ଦିଗରେ ବି କିଛି ଖାଦ୍ୟ ମିଳିଲା ନାହିଁ। ରାନ ଚଢ଼େଇ, ଇଏ ଦେଖ। ରାନ ଚଢ଼େଇ ଏତେ ସାରା ଖାଦ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଏ। ଆରେ କାଳୁ ଭାଇ, ଏତେ ସବୁ ଖାଦ୍ୟ ତମେ କେଉଁଠାରୁ ଖୋଜିଲ? ପୁଣି ଏତେ ଜୋର ବର୍ଷା ଭିତରେ? ଆରେ ରାନୁ, ସେ ଆଗରେ ଥିବା ଛୋଟ ପଛୁଆ ପକ୍ଷୀଟି ତଳେ ପଡ଼ି ଯାଇଥିଲା ତା ବସାରୁ। ମୁଁ ତାକୁ ନେଇ ତା ବସାରେ ପୁଣି ଥରେ ରଖିଦେଇଥିଲି। ଆଉ ଯେତେବେଳେ ଫେରିଲି ଦେଖିଲି ଏଠି ଏତେ ସାରା ଦାନା ପଡ଼ିଛି। କାଳୁ ଭାଇ, ମୁଁ ଏବେ ସବୁ ବୁଝିପାରିଲି। ତମେ ଗୋଟେ ଭଲ କାମ କରିଲ। ସେଥିପାଇଁ ଠାକୁର ଏ ଖାଦ୍ୟ ତୁମକୁ ଉପହାରରେ ଦେଇଛନ୍ତି। କଣ ରାନୁ, କଣ ଭଲ କାମ କଲେ ପୁରସ୍କାର ମିଳିଥାଏ? ହଁ କାଳୁ ଭାଇ, ବହୁତ ବହୁତ ଉପହାର ମିଳେ। ତାହେଲେ ମୁଁ ଏବେ ଖୋଜି ଖୋଜିକି ଭଲ କାମ ହିଁ କରିବି। ତାପରେ ସେମାନେ ହସିବାକୁ ଲାଗନ୍ତି। ଆଉ ତାପରେ ସେମାନେ ନିଜର ଆବଶ୍ୟକ ମୁତାବକ ଖାଦ୍ୟ ନେଇ ସେଠାରୁ ନିଜ ନିଜ ଘରକୁ ଫେରି ଆସନ୍ତି।